यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज बुध आलोचना करवा श्री खंडगिरी कलंकी देव। मन रखिथ आम आलोचना करते खंडगिरी पांच भाग खंडगिरी, गुप्त खंडगिरी, सिद्ध खंडगिरी, अखंडगिरी एवं श्री खंडगिरी। जलौका पहाड़ को जुड़ुका पहाड़ ताको महापुरुष गुप्त खंडगिरी एकाम्बरगत भुवनेश्वर ताको खंडगिरी कहा जाए। अजयगिरी पहाड़ ताको सिद्ध मानकर क्षेत्र ताको सिद्ध खंडगिरी कहुए पारे नुह कहुई महापुरुष मैंने कहते गोटे है अखंडगिरी आ गोटे है श्रीखंडगिरी केत तो पछे महापुरुष कहती कलिर शेष अंतिम पर्याय आसो ठाकुर कौन है श्रीखंडगिरी अच्छी देख गोटे अक्षर स्वतंत्र महत्व अच्छी श्री खंडगिरी कहीं लिखिले माने खंडगिरी मध्य श्रेष्ठ श्री खंडगिरी पुणी गोटे अर्थ आसो श्री खंडगिरी बोलते देख श्री बोलते लक्ष्मी श्री बोलते राधा श्री बोलते शक्ति ना नहीं लक्ष्मी क्षेत्र जो खंडगिरी लक्ष्मी क्षेत्र श्री खंडगिरी कहले ये अर्थ आसो श्री खंडगिरी बोलते श्रेष्ठ खंडगिरी सब तो कैमेरा आगे खोलिकी पढ़ी हम ना खंडगिरी जहाँ अच्छी श्री खंडगिरी से खंडगिरी पहाड़ तले देख गोटा अच्छी जोक नंदी नुह से आगुरी कौ काल अच्छी श्री खंडगिरी तले थी जोक नंदी खंडगिरी अच्छा नृसिंह गौड़ी उदयपटगिरी भुआशुणी मठ पाखे अच्छी नृसिंह मठ से बहुत पुराणा काल मठ पंचशत आगुरी नृसिंह मठ सेमती श्री खंडगिरी से उत्तर पटे थी कौन नृसिंह देव थी कौन जोग नदी बही जाऊ खंडगिरी जोग नदीटा अच्छी जो खंडगिरी जो बरमुंडा बस स्टाण्ड खंडगिरी गला गोटे ओभर ब्रिज तले गोटे नाली पानी जाऊनी से कहते जोग नदी सेटा जोग नदी अपभ्रंश बर्तमान हो ये श्रीखंडगिरी से पाद देश थी कौन जोग नदी खंडगिरी गोटे धार थिला तुम सब देखी न आम देखीचु डबल रोड है कौन पोती उदयगिरी पर गोटे झरणा थिला आसिक से नई धीरे पड़ूला डबल रोड है पोती गला उदयगिरी पहाड़ कटा है रोड चौड़ा है ना से पोती गोटे पानी धार अतीत थिला सब झरणाटा बहुत आसे सेमती श्री खंडगिरी गोटे झरणाटा तेणु खंडगिरी आ श्रीखंडगिरी माने सेठी जहाँ थी एटी से एबे नुह से अतीत रही महापुरुष एते खोलिकी लेखि
କହିନାହାନ୍ତି ଯେ ମାନେ ସବୁ ଅମକ ହେଇଯିବ ସମସ୍ତ। ଖଣ୍ଡଗିରି ଉପରେ ଗୋଟେ ସ୍ୱତନ୍ତ୍ର ଲେଖିଛନ୍ତି ଯେ କ୍ଷିତି ବଂଶରେ ପୁରାଣରେ ହାଡୁ ଦାସ ଲେଖିଛନ୍ତି। ଖଣ୍ଡଗିରିରେ ପ୍ରଭୁ କଣ କରିବେ? ତପସ୍ୟା କରିବ, ଅନତ ଅଙ୍ଗେ ବିହାର କରିବେ ଈଶ୍ୱର। ସେଠି ଅନତ ଅଙ୍ଗରେ ଶିବ କଣ କରିବେ? ବିହାର କରିବେ। କେତେ ଅଙ୍କରେ? କୋଉ ପ୍ରଭୁ? ଚାରି ବିଷ୍ଣୁ। ତା ଭିତରେ କୋଉ ବିଷ୍ଣୁ ସେଠି ବିହାର କରିବେ? ତମେ ତ କହିବ ବିଷ୍ଣୁ ଗୋଟାଏ ଆଉ। ହଁ, ଗୋଟାଏ ହେଇପାରେ। ଇଏ ବା ଶାସ୍ତ୍ର ପ୍ରମାଣ କଲା। ବିଷ୍ଣୁ 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 ଶୁକ୍ଲାମ୍ବର ଧର ବିଷ୍ଣୁ ସଚିବନ ଚକ୍ରବର୍ତ୍ତୀ। ବିଷ୍ଣୁ ଗୋଟେ ଫେରେ ତ ନାରାୟଣ ଅବତାର ହେଇଥିଲେ ପରଶୁରାମ। ସିଏ ଅଛନ୍ତି ଫେରେ ରାମ ଅବତାର ହେଲେ ଯେମିତି। ହଁ କି ନାହିଁ? ଫେରେ ସିଏ ଅଛନ୍ତି ଫେରେ ଦ୍ୱାପର ଯୁଗରେ କୃଷ୍ଣ ଅବତାର ହେଲେ କି ନାହିଁ? ହଁ କି ନାହିଁ? କିନ୍ତୁ ବିଷ୍ଣୁ ଉପରେ ଆଲୋଚନା କଲେ ବିଶାଳ କାୟ ହେଇ ଖଣ୍ଡଗିରିରେ ଯାହା ଥିବ ଶ୍ରୀ ଖଣ୍ଡଗିରିରେ ସେଇଆ। ଗୋଟେ ମହାପୁରୁଷ ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ ହଉ। ଭଲ ପଦଟା ମନେ ରଖିବ। ଅଷ୍ଟଗିରି ଏଡି ଯେବଣ ସ୍ଥାନ ଦେଖିବ। ଚଣ୍ଡିଖୋଲ ଏରିଆ, ଛତିଆ ଏରିଆ, ସେପଟେ ଯୋଉ ଭଦ୍ରଗିରି, ଲଳିତଗିରି, ସେଠି କଣ 8ଟା ପାହାଡ ଏପର୍ଯ୍ୟନ୍ତ ବିଦ୍ୟମାନ ଅଛି। ସେଟା ଲୋକଲୋଚନ ସମସ୍ତେ ଜାଣିଛନ୍ତି। କିନ୍ତୁ ମହାପୁରୁଷ କହୁଛନ୍ତି ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ ହୋଇ। 8 ଗୋଟି ପାହାଡ ସେ ଲୁକାୟିତ ହେଇକି ରହିଥିବ, ମାଟି ସହିତ ସମକୃତ ହେଇଥିବ, ଦେଖିବାର ଜଣା ପଡୁନଥିବ। ଦେଖିନାହାନ୍ତି ନା? ଖାଲି ପାହାଡ ଅଛି, ପାହାଡ 8ଟା ଅଛି ବୋଲି କଣ ଆମେ ସମସ୍ତେ ଯିଏ ଯିବ 8ଟା ପାହାଡ ସମସ୍ତେ ଦେଖିଦେବେ। କିନ୍ତୁ ଏଠି କହିଲେ ଗିରି ଗୋପ୍ୟଟା ହେଇଯାଇଥିବ। ଗିରି ବୋଲନ୍ତେ ପାହାଡ, ପାହାଡ ଲୁକାୟିତ ହେଇଥିବ, ମାଟି ସହିତ ସମାନ ହେଇଥିବ। କେତେଟା ପାହାଡ? 8 ଗୋଟି ପାହାଡ। ଠାକୁର ଯେତେବେଳେ ଆସିବେ ନରଅଙ୍ଗରେ, ସେ ବାରଣ ସମୟକୁ, ଶେଷ ସମୟକୁ କେତେବେଳେ ହବ ଆମେ କୋଉ ଠାକୁର କିଏ ଆମେ କହିପାରିବୁ ନାହିଁ। ଅନ୍ତିମ ପର୍ଯ୍ୟାୟ ଆସିବ, ସେ କଣ ହେଇଥିବେ? ଶ୍ରୀ ଖଣ୍ଡଗିରିରେ ଥିବେ। ଖଣ୍ଡଗିରି କଥା କହି ହେଲା। ମହାପୁରୁଷ ଏଇଠି କହିଛନ୍ତି ତାଙ୍କର ଭବିଷ୍ୟ ପୁରାଣରେ, ଏହି କଳି ଯୁଗେ କଳ୍କି ଅବତାର ହରି ଶ୍ରୀଖଣ୍ଡ ଗିରିରେ ଥିବେ ପ୍ରଭୁ ବିଜେ କରି। ଯେତେବେଳେ କଳଙ୍କି ଲୀଳା ହବ, ଆଗରୁ କହିଛି କେତେ ଜଣ ଅନେକ ମଧ୍ୟ ବର ପାଇଛନ୍ତି କଳଙ୍କି ଲୀଳା ହବ, ସେ କଳଙ୍କି ରୂପରେ ଖେଳିବେ, ଆଲୋଚନା ହେଇଛି। ତା ଭିତରୁ କିଏ ଥିବେ ସେ କଥା ଆମେ କହିପାରିବୁ ନା। ହରି ବୋଲନ୍ତେ ନାରାୟଣ ହେଲା। ଏହି କଳି ଯୁଗେ କଳ୍କି ଅବତାର ହରି, ମାନେ କଳ୍କି ଅବତାର ସ୍ୱୟଂ ନାରାୟଣ ଶ୍ରୀ ଖଣ୍ଡଗିରିରେ ଥିବେ ପ୍ରଭୁ ବିଜେ କରି। ସେତେବେଳେ ଶ୍ରୀ ଖଣ୍ଡଗିରିରେ କଣ ହେଇଥିବେ? ବିଜେ ହୋଇଥିବେ। ଏକଳି ଯୁଗରେ ପ୍ରଭୁ ନିଜେ ପ୍ରକାଶିବେ, ତାଙ୍କୁ କେହି ପ୍ରକାଶ କରିବେ ନାହିଁ। ତା ମନକୁ ମନ ପ୍ରକାଶ ହବ। ସିଏ କହିବେ ନାହିଁ ଯେ ମୋ ନାଁଟା ଅମୁକ ବହିରେ ଲେଖା ଅଛି। ମଲ୍ଲି ଫୁଲ ଫୁଟିଲେ ତା ମନକୁ ବାସନା ହବ। ସେଣ୍ଟ ଦେଇ କଣ ବାସନା ହବ ନା? ସେଦିନେ ଆମେ କହୁ ସୁନା ସୁନା ମଣି ମଣି କାର୍ଯ୍ୟ ବେଳେ ଜଣାଯାଏ। ଜନ ନିସ୍ତାରଣ ସୁଖ କଳି ଯୁଗ ଧନ୍ୟ। ପ୍ରଭୁ ଜନ ନିସ୍ତାରଣ ସୁଖ, ଭକ୍ତମାନଙ୍କୁ ଉଦ୍ଧାର ପାଇଁ କି ମର୍ତ୍ତ୍ୟ ମଣ୍ଡଳରେ ଆବିର୍ଭୂତ ହେବେ। ତେଣୁ ଯେତେବେଳେ 4 ବିଷ୍ଣୁଙ୍କର ଆବିର୍ଭୂତ ହେବ, ସେ ସମୟରେ କଳିଯୁଗଟା ଧନ୍ୟ। ଅନ୍ୟ ଯୁଗରେ କଣ ଜଣେ ଜଣେ ବିଷ୍ଣୁ ଅଛନ୍ତି ନା, ଏଠି 4 ବିଷ୍ଣୁଙ୍କର କଣ ହବ? ଆବିର୍ଭୂତ ହବ। ଦୁଇରେ ପଞ୍ଚସଖାଙ୍କ ଦେହରେ ପ୍ରଭୁ ଆଦି ବିଷ୍ଣୁଙ୍କର ଲୀଳା ହବ, ଭୀମ ଭୂମିଙ୍କ ଦେହରେ ଲୀଳା ହବ, ଅଭିରାମ ପରମହଂସଙ୍କ ଦେହରେ ଲୀଳା ହବ, ଯୁଧିଷ୍ଠିର ମହାପ୍ରଭୁଙ୍କ ଦେହରେ ଲୀଳା ହବ,
भक्त अपुर देहरे लीला हम चारि विष्णु जो मर्त्य मंडल को आसवे ताले कलिजुगटा धन्य ना धन्य नहीं हाँ कि बुझीपारे ना बुझीपारे प्रभु वास्तव मत कौ खंडगिरी थे ना श्री खंडगिरी से प्रभु सदिच्छा पूर्ण हो नारायण स्वामी सदिच्छा पूर्ण हो बोल आनंद कवार हरि